मनोज दासଙ୍କ ନୂତନ ବିକ୍ରମ ବେତାଳ କାହାଣୀ ମଉଳା ଫୁଲ ଗଛ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। ନିଶା ଗରଜୁଥାଏ, ତୁହାକୁ ତୁହା ବର୍ଷା ସମେତ ଶୀତଳ ପବନ ଥାଏ ଅବିରତ ବହମାନ। ବଣବୁଦା ଅନ୍ତରାଳରୁ ଶୁଭୁଥାଏ ଶ୍ୱାନ ସ୍ୱାପଦଙ୍କ ରଡ଼ି। ବିଜୁଳି ଆଲୁଅରେ ଚମକି ଉଠୁଥାଏ ଶ୍ମଶାନଯାକ ବିଛାଡ଼ି ହୋଇ ରହିଥିବା ନରକଙ୍କାଳମାନ। କିନ୍ତୁ ରାଜା ବିକ୍ରମ ତିଳେ ମଧ୍ୟ ଭୀତ ନ ହୋଇ ପୁନର୍ବାର ଶ୍ମଶାନ ପ୍ରାନ୍ତସ୍ଥିତ ବିଶାଳ ବୃକ୍ଷଟି ଆରୋହଣ କରି ଶବଟିକୁ ଉତାରି ଆଣିଲେ। ତେବେ ତାକୁ କାନ୍ଧରେ ପକାଇ ଚାଲିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ରାଜା, ତୁମକୁ ଶୁଣାଇବି ନିକଟ ଅତୀତରେ ଘଟିଥିବା ଗୋଟିଏ ଘଟଣା। ମନ ଦେଇ ଶୁଣ, ଶୁଣିଲେ ଶ୍ରମଭାର ଲାଘବ ହେବ। ବେତାଳ ଗପିଲା। ଧବଳପୁର ଗୋଟାଏ ଛୋଟିଆ ରାଜ୍ୟ ହେଲେ ମଧ୍ୟ ଉଭୟ ରାଜା ଓ ମନ୍ତ୍ରୀ ଉତ୍ତମ ଶାସକ ହୋଇଥିବାରୁ ପ୍ରଜାଏ ସୁଖରେ ଥିଲେ। ତେବେ ରାଜା ହଠାତ୍ ଅସୁସ୍ଥ ହୋଇ ମୃତ୍ୟୁବରଣ କରନ୍ତେ ଗୁରୁକୂଳରେ ଥିବା ତାଙ୍କ ସୁପୁତ୍ର ବିଶ୍ୱକୁମାରଙ୍କୁ ଆସି ସିଂହାସନାରୂଢ଼ ହେବାକୁ ପଡ଼ିଲା। ବିଶ୍ୱକୁମାରଙ୍କ ଅଧ୍ୟୟନ ଅବଶ୍ୟ ସମାପ୍ତ ହୋଇଥିଲା, କିନ୍ତୁ ସେ ଗୁରୁକୂଳରେ ଅଧିକ କାଳ ରହି ଶାସ୍ତ୍ର ଅନୁଶୀଳନ କରିବାକୁ ସୁଖ ପାଉଥିଲେ। ବିଶ୍ୱକୁମାରଙ୍କୁ ରାଜ୍ୟ ଶାସନ ନିମନ୍ତେ ବିବ୍ରତ ହେବାକୁ ପଡ଼ିଲା ନାହିଁ, କାରଣ ମହାମନ୍ତ୍ରୀ ଥିଲେ ବିଚକ୍ଷଣ ବ୍ୟକ୍ତି। ସେ ଯଥାଶୀଘ୍ର ତାଙ୍କୁ ରାଜନୀତି ଓ ଆଇନ କାନୁନ ଶିଖାଇଦେଲେ। ତେବେ ତରୁଣ ରାଜାଙ୍କ ଭାଗ୍ୟରେ ମହାମନ୍ତ୍ରୀଙ୍କ ଭୂମିକା ସମାପ୍ତ ହୋଇଗଲା। ସେ ମହାଶୟ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ମହାମନ୍ତ୍ରୀଙ୍କ ପୁତ୍ର ପ୍ରଭାକାନ୍ତ ଦୂରାନ୍ତରରୁ ଆସି ତାଙ୍କ ସେବା ଶୁଶ୍ରୂଷା କଲେ। କିନ୍ତୁ ମନ୍ତ୍ରୀଙ୍କ ଅବସ୍ଥା ସୁଧୁରିଲା ନାହିଁ। ମୃତ୍ୟୁ ଶଯ୍ୟାରେ ସେ ତରୁଣ ରାଜା ବିଶ୍ୱକୁମାରଙ୍କୁ ଡାକି ଏକାନ୍ତରେ କହିଲେ, ଶ୍ରୀମାନ, ମୁଁ ତ ବିଦାୟ ନେଉଛି। ମୋର ବିଶ୍ୱାସ ଯଥା ସମୟରେ ତୁମେ ଉପଯୁକ୍ତ ସହାୟକ ପାଇବ। ତେବେ ମୋ ପୁତ୍ର ପ୍ରଭାକାନ୍ତର ପ୍ରବଳ ଇଚ୍ଛା ସେ ମୋ ପଦରେ ରହନ୍ତା। ପିତା ଭାବରେ ମୁଁ ତା ପାଇଁ ଚିନ୍ତିତ ହେବା ସ୍ୱାଭାବିକ। ତୁମ ଇଚ୍ଛା। ଅଚିରେ ମନ୍ତ୍ରୀ ପରଲୋକ ପ୍ରାପ୍ତ ହେଲେ। ତାଙ୍କ ଶେଷ ଅଭିଳାଷ ଅନୁସାରେ ତରୁଣ ରାଜା ପ୍ରଭାକାନ୍ତଙ୍କୁ ମନ୍ତ୍ରୀପଦ ଦେଲେ। ପ୍ରଭାକାନ୍ତଙ୍କ ବୁଦ୍ଧି ଓ ବାଚନଭଙ୍ଗୀ ରାଜାଙ୍କୁ ସନ୍ତୁଷ୍ଟ କଲା। ଯଥାବିଧି ଚାଲିଲା ରାଜ୍ୟ ଶାସନ। ପୂର୍ବରୁ ରାଜ୍ୟରେ ବିଶେଷ ଚୋର ଡକାୟତ ନଥାନ୍ତି। ହଠାତ୍ ଜଣେ କୁଶଳୀ ଦସ୍ୟୁ କିଛି ଦିନ ଭିତରେ ରାଜ୍ୟରେ ହେଲା ଭୟର କାରଣ। ସେତେବେଳେ ରାଜନବର ଓ ମନ୍ଦିରମାନଙ୍କୁ ଛାଡ଼ିଦେଲେ ଧନୀ ଲୋକ ମଧ୍ୟ ମାଟି ଘରେ ରହୁଥିଲେ। କେତେକ ଚୋର ଲୁହା କାଠି ଯୋଗେ ସେ ମାଟି କାନ୍ଥ କଣା ବା ସିନ୍ଧି କରି ଘର ଭିତରୁ ମୂଲ୍ୟବାନ ଜିନିଷପତ୍ର ନେଇଯାଉଥିଲେ। ସେମାନେ ସିନ୍ଧି ଚୋର ନାମରେ ନାମିତ ହେଉଥିଲେ। ଧବଳପୁରରେ ଉତ୍ପାତ ଆରମ୍ଭ କରିଥିବା ଦସ୍ୟୁଟିର ନାମ ଭାଲୁ ସର୍ଦ୍ଦାର। ସେ ଓସ୍ତାଦ ସିନ୍ଧି ଚୋର ହେବା ସଙ୍ଗେ ସଙ୍ଗେ ଦୈବାତ ଗୃହସ୍ୱାମୀ ହାବୁଡ଼ରେ ପଡ଼ିଲେ ଛୁରୀ ଦେଖାଇ ତାଙ୍କୁ ଭୟଭୀତ କରୁଥିଲା। ସେ କହୁଥାଏ, ତୁମର ଯଥେଷ୍ଟ ରହିଛି, ସେତିକି ନେଲି, ସମ୍ଭବ ହେଲେ ପରିଶୋଧ କରିଦେବି। ବାସ୍ତବିକ ସେ କାହାରି ସମୁଦାୟ ବିତ୍ତ ଚୋରି କରୁନଥାଏ। ମାସ ମାସ ବିତିଗଲା, କିନ୍ତୁ ସେ ଧରା ନ ପଡ଼ିବାରୁ ରାଜା ବିଶ୍ୱକୁମାର ଚିନ୍ତିତ ହେଲେ। ରାଜଧାନୀ ସହରଠାରୁ 2 କୋଶ ଦୂରରେ ଅରଣ୍ୟ ଭିତରେ ରହୁଥାନ୍ତି ଜଣେ ସାଧୁ। ରାଜା ହାରାହାରି ମାସକରେ ଥରେ ତାଙ୍କ ପାଖକୁ ଯାଉଥାନ୍ତି। କେତେବେଳେ ଖାଲି ପ୍ରଣାମ କରି ଫେରୁଥାନ୍ତି ତ କେତେବେଳେ କିଛି ପ୍ରଶ୍ନ କରି ଯଥାର୍ଥ ଉତ୍ତର ପାଉଥାନ୍ତି। ମନ୍ତ୍ରୀ, ସାଧୁ ବାବାଙ୍କ ପାଖକୁ ଯିବା ସମୟ ହେଲାଣି, ଏଥର ତୁମେ ବି ଚାଲ। ଦିନେ ରାଜା ବିଶ୍ୱକୁମାର ମନ୍ତ୍ରୀ ପ୍ରଭାକାନ୍ତଙ୍କୁ ଏହା କହିଲେ
ଓ ତାଙ୍କୁ ଧରି ସାଧୁଙ୍କ ଆଶ୍ରମରେ ଉପସ୍ଥିତ ହେଲେ। ରାଜା ସାଧୁଙ୍କୁ ଧର୍ମ ଓ ଦର୍ଶନ ଉପରେ କେତୋଟି ପ୍ରଶ୍ନ ପଚାରନ୍ତେ ସାଧୁ ସେସବୁର ସରଳ ଓ ଯଥାର୍ଥ ଉତ୍ତର ଦେଲେ। ବିଦାୟ ନେବା ବେଳେ କିନ୍ତୁ ରାଜା ରାଜ୍ୟରେ ଚୋରଟାଏ ମାତିବା କଥା କହିଲେ ଓ ତାକୁ କେମିତି ଦମନ କରାଯିବ ପରୋକ୍ଷରେ ସେହି ପ୍ରଶ୍ନ ଉଠାଇଲେ। ସାଧୁ ରାଜାଙ୍କ ଶେଷ ପ୍ରଶ୍ନ ଶୁଣିଲେ ଓ ତାଙ୍କୁ ବିଦାୟ ଦେବାକୁ ତାଙ୍କ କୁଡ଼ିଆ ଭିତରୁ ବାହାରକୁ ଆସିଲେ, କିନ୍ତୁ ପ୍ରଶ୍ନଟି ନ ଶୁଣିଲା ଭଳି ରହିଲେ। ଜଣେ ଶିଷ୍ୟକୁ ଗୋଟାଏ ଫୁଲ ଗଛ ଦେଖାଇ କହିଲେ, ଏହାର ପତ୍ର ସବୁ ଏମିତି ଝାଉଁଳି ପଡ଼ିଛି, ଦେଖୁନାହୁଁ? ବାବା, ମୁଁ ପତ୍ର ସବୁ ଉପରେ ପାଣି ସିଞ୍ଚି ଦେବି। ଶିଷ୍ୟ ଉତ୍ତର ଦେଲା, ବୋକା କିରେ, ଉପରେ ପାଣି ସିଞ୍ଚିବୁ? ସାଧୁ ଏତକ କହି ରାଜାଙ୍କୁ ଆଶୀର୍ବାଦ କରି କୁଡ଼ିଆ ଭିତରକୁ ଚାଲିଗଲେ। ହସି ଉଠିଲେ ମନ୍ତ୍ରୀ। ରାଜନ୍, ମୁଁ ଜାଣିଥିଲି ଚୋରି ଡକାୟତି ଭଳି ବାସ୍ତବ ସାଂସାରିକ ସମସ୍ୟାର ସମାଧାନ ସାଧୁ ବାବା ବତାଇ ପାରିବେ ନାହିଁ। ଏହା କହି ନିଜ ଧାରଣା ଠିକ୍ ହେବାରୁ ସେ ବେଶ୍ ଉତ୍ଫୁଲ୍ଲ ମନେ ହେଲେ। କେଇଦିନ ପରେ ରାଜା ଏକାନ୍ତରେ ମନ୍ତ୍ରୀଙ୍କୁ କହିଲେ, ଆଜି ଆମ ପଡ଼ୋଶୀ ରାଜ୍ୟର ରାଜା ଉଗ୍ରଦେବ ମୋତେ ଗୋଟିଏ ଗୋପନ ସମ୍ବାଦ ପଠାଇଛନ୍ତି। ତାଙ୍କ ରାଜ୍ୟରେ ମାତିଥିବା ବୀରଭୂଇଁଆ ନାମକ ଦସ୍ୟୁ ସେଠାରେ ଧରାଯିବା ପୂର୍ବରୁ ଆମ ରାଜ୍ୟକୁ ଚାଲି ଆସିଛି। ସେ ବେଶ ବଦଳାଇବାରେ ଓସ୍ତାଦ। ତେବେ ଗୋଟାଏ ଅସୁବିଧା ତାକୁ ଧରା ପକାଇ ଦେଇପାରେ। ସେ ଅଳ୍ପ ଛୋଟେଇ ଚାଲେ। ମନ୍ତ୍ରୀବର, ଏବେ କଥାଟି ଏକମାତ୍ର ତୁମଠି ଆବଦ୍ଧ ଥାଉ। ପରେ ଦୁହିଁ ଦସ୍ୟୁଙ୍କ ସମ୍ପର୍କରେ ଯଥାବିଧି ଘୋଷଣା କରାଯିବ। ବୁଝିଲି ରାଜନ୍, ଗମ୍ଭୀର ଭାବରେ କହିଲେ ମନ୍ତ୍ରୀ। ପରଦିନ ରାତିରେ ରାଜା ବିଶ୍ୱକୁମାର ସ୍ୱୟଂ ଛଦ୍ମବେଶ ପକାଇ ଅତ୍ୟନ୍ତ ଗୋପନରେ ନଅରରୁ ବାହାରି ଆସିଲେ। ତାଙ୍କର ଅତି ବିଶ୍ୱସ୍ତ ଦୁଇ ଦେହରକ୍ଷୀଙ୍କ ଛଡ଼ା ଆଉ କେହି ଏହା ଜାଣିଲେ ନାହିଁ। ଦେହରକ୍ଷୀମାନେ ବେଶ୍ ବ୍ୟବଧାନରେ ତାଙ୍କୁ ଅନୁସରଣ କଲେ। ପୂର୍ଣ୍ଣିମାକୁ 2 ରାତି ବାକି ଥାଏ। ରାଜା ପ୍ରାୟ ସାରା ରାତି ବୁଲିଲେ, ତାହା ନିଷ୍ଫଳ ହେଲା। ପରବର୍ତ୍ତୀ ରାତି ବି ବୃଥା ଗଲା। କିନ୍ତୁ ପୂର୍ଣ୍ଣିମା ରାତିରେ ଛଦ୍ମବେଶୀ ରାଜା ସୌଦାଗର ପଲ୍ଲୀ ପାଖରେ ଛୋଟେଇ ଛୋଟେଇ ଚାଲୁଛନ୍ତି, ହଠାତ୍ କେହି ଜଣେ ପଛରୁ ତାଙ୍କ କାନ୍ଧ ଉପରେ ହାତ ପକାଇ ହସିଦେଲା। ରାଜା ବୁଲି ପଡ଼ି ଅନାଇଲେ। ଲୋକଟି କହିଲା, ବୀରଭୂଇଁଆ ମହାଶୟ, ମୋ ପାଖରୁ ନିଜକୁ ଲୁଚାଇବାର ମାନେ ନାହିଁ। ଲୁଚାଇବି କାହିଁକି ଭାଲୁ ସର୍ଦ୍ଦାର? ମୁଁ ତ ତୁମ ଖ୍ୟାତି ଶୁଣି ମୁଗ୍ଧ। ତୁମେ ଯଦି ମୋର ପରିଚୟ ଜାଣିଛ, ତେବେ ଆଉ ପରସ୍ପର ବୃଥା ଛକାପଞ୍ଝା ନ ଖେଳି ଏକତ୍ର ଧନ୍ଦା ଚାଲୁ ରଖିବା। ହେଲା? ଛଦ୍ମବେଶୀ ରାଜା କହିଲେ ଓ ହସିଲେ। ଚମତ୍କାର। ଶୁଣ ଭାଇ, ମୋର ଏଇ ବୃତ୍ତି ଗ୍ରହଣ କରିବାର ଗୋଟାଏ ଉଦ୍ଦେଶ୍ୟ ଅଛି। ମୋ ପିତା ଥିଲେ ଜଣେ ସାଧବ। ଥରେ ସେ ତାଙ୍କ ବିରାଟ ବୋଇତରେ ବିପୁଳ ବିତ୍ତ ଧରି ସୁମାତ୍ରା ଦ୍ୱୀପରୁ ଫେରୁଥିବା ବେଳେ ତାଙ୍କରି ଦ୍ୱାରା ତାଲିମ ପ୍ରାପ୍ତ ଓ ତାଙ୍କ ସହକାରୀ ରୂପେ କାମ କରୁଥିବା ଲୋକଟାଏ ବୋଇତର କର୍ମଚାରୀମାନଙ୍କୁ ହାତ କରି ତାଙ୍କୁ ହତ୍ୟା କରି ସବୁ ଆତ୍ମସାତ କଲା। ସେ ବିଶ୍ୱାସଘାତକ ବର୍ତ୍ତମାନ ଜଣେ ସମୃଦ୍ଧ ବ୍ୟବସାୟୀ। ମୁଁ ଗୋଟିଏ ଦସ୍ୟୁ ଦଳ ବନାଇ ତା ବୋଇତକୁ ମଝି ସମୁଦ୍ରରେ ଲୁଣ୍ଠନ କରିବି। ତେବେ ତାକୁ ହତ୍ୟା କରିବି ନାହିଁ, ଉଚିତ ଶିକ୍ଷା ଦେଇ ଛାଡ଼ିଦେବି। ଦଳ ଗଢ଼ିବା ପାଇଁ ଆବଶ୍ୟକୀୟ ଅର୍ଥ ପ୍ରାୟ ମିଳିଗଲାଣି। ଆଉ ଗୋଟାଏ ଅଧେ ସୁଯୋଗ ପରେ ଏ କାର୍ଯ୍ୟରୁ ଅବ୍ୟାହତି ନେବି, କହିଲା ଭାଲୁ ସର୍ଦ୍ଦାର। ଶୁଣ ତେବେ, ଆଜି ତୁମ କାମ ସମ୍ପୂର୍ଣ୍ଣ ହୋଇଯିବ। ଏମିତି ଗୋଟାଏ ଗୋଦାମ ଘର ଲୁଟିବା ମୋର ଉଦ୍ଦେଶ୍ୟ, ଯାହା ଭିତରେ 3 ଥଳି ସ୍ୱର୍ଣ୍ଣମୁଦ୍ରା ଜମା ରଖିଛନ୍ତି ଜଣେ ରାଜକର୍ମଚାରୀ। ଆସ, ତୁମେ ସିନ୍ଧି କାଠି ବାହାର କର। ବୀରଭୂଇଁଆ ନାମଧାରୀ ଛଦ୍ମବେଶୀ ରାଜା ଭାଲୁ ସର୍ଦ୍ଦାରକୁ ନଅରର ଅଦୂରବର୍ତ୍ତୀ ଗୋଟାଏ ଘରର ପଛପଟକୁ ବାଟ କଢ଼ାଇ ନେଇଗଲେ।
ଭାଲୁ ସର୍ଦ୍ଦାର କ୍ଷିପ୍ର ଗତିରେ କାନ୍ଥରେ ଗାତ ଖୋଳିଲା। ଦୁହେଁ ଭିତରେ ପଶିଲେ। ରାଜା ଗୋଟାଏ ପେଟି ଭାଙ୍ଗିଦେଲେ। ତହିଁ ଭିତରେ ରହିଥିଲା 3 ଥଳି ସ୍ୱର୍ଣ୍ଣ ମୁଦ୍ରା। ଧନ୍ୟବାଦ ବୀର ଭୂୟାଁ, ତୁମର ଗୋଟାଏ ଥଳି ଓ ମୋର ଗୋଟାଏ, ଭାଲୁ ସର୍ଦ୍ଦାର କହିଲା। ନା ନା, ତୁମେ 2ଟା ନିଅ, ମୋର ଗୋଟାଏ, ରାଜା କହିଲେ। ନା ବୀର ଭୂୟାଁ, ଜଣକୁ ସର୍ବସ୍ୱାନ୍ତ କରିବା ଅନୁଚିତ। ମୋର ଏ ଧନ୍ଦା ଆଜି ଶେଷ। 1.5 ମାସ ଭିତରେ 12 ଜଣଙ୍କ ଘରୁ ଚୋରି କରିଛି। ଆଶା କରେ ମୋର ପ୍ରତିଶୋଧ ଅଭିଯାନ ସଫଳ ହେବ ଏବଂ ମୁଁ ଯଥା ସମୟରେ ସମସ୍ତଙ୍କୁ ସେହିମାନଙ୍କଠାରୁ ଲୁଣ୍ଠିତ ଅର୍ଥ ଫେରାଇ ଦେବି, କହିଲା ଭାଲୁ ସର୍ଦ୍ଦାର। ଦୁହେଁ ରାସ୍ତାକୁ ବାହାରି ଆସିବା ମାତ୍ରେ ରାଜା ମୁହଁରେ ସିଟି ବଜାଇଲେ। ତତ୍କ୍ଷଣାତ୍ ତାଙ୍କ ଦେହରକ୍ଷୀ 2 ଜଣ ବିଜୁଳି ବେଗରେ ଆସି ଭାଲୁ ସର୍ଦ୍ଦାରକୁ କାବୁ କରିନେଲେ। ତା 2 ହାତ ବାନ୍ଧି ରାଜା ଓ ଜଣେ ଦେହରକ୍ଷୀ ତାକୁ ନଅର ଭିତରକୁ ନେଇଗଲେ ଗୁପ୍ତଦ୍ୱାର ବାଟେ। ଦ୍ୱିତୀୟ ଦେହରକ୍ଷୀକୁ ରାଜା ସେହିଠାରେ ଜଗାଇ ଦେଇ କହିଲେ, ଅଳ୍ପ ସମୟ ଭିତରେ ମନ୍ତ୍ରୀ ଆସିବେ। ତାଙ୍କ ଛଡ଼ା ଅନ୍ୟ କାହାକୁ ଏ ରନ୍ଧ୍ର ଦେଇ ଭିତରକୁ ଛାଡ଼ିବ ନାହିଁ। ଅଚିରେ ରାଜା ମନ୍ତ୍ରୀଙ୍କୁ ତଲବ କରି ଭାଲୁ ସର୍ଦ୍ଦାର ଦ୍ୱାରା ସେ ଘରୁ ଚୋରି ହୋଇଥିବାର କହି ନିର୍ଦ୍ଦେଶ ଦେଲେ। ସେ ଯାଇ ସେ ଲୁଣ୍ଠିତ କକ୍ଷ ତଦାରଖ କରିବେ ଏବଂ ତାଙ୍କୁ ଆସି କ'ଣ ଦେଖିଲେ ଜଣାଇବେ। ସେତେବେଳକୁ ରାତ୍ରିର 3ୟ ପ୍ରହର। ଘଣ୍ଟାଏ ପରେ ମନ୍ତ୍ରୀ ଆସି କହିଲେ, ରାଜାଙ୍କୁ ମିଳିଥିବା ସମ୍ବାଦ ଠିକ୍। ସେ କକ୍ଷରେ ବା ତହିଁ ଥିବା ଭଙ୍ଗା ବାକ୍ସ ଭିତରେ କିଛି ନାହିଁ। ରାଜା ତତ୍କ୍ଷଣାତ୍ ମନ୍ତ୍ରୀଙ୍କ ଘର ଖାନ୍ତଲାସ କରାଇଲେ ଓ 3ୟ ଥଳିଟି ପାଇଲେ। ତଦନ୍ତରୁ ଜଣାଗଲା, ଭାଲୁ ସର୍ଦ୍ଦାରକୁ ମନ୍ତ୍ରୀ ହିଁ ସହାୟତା ଦେଉଥିଲେ। ଯେଉଁଦିନ ସେ ଯେଉଁ ସୌଦାଗରଙ୍କ ଘରୁ ଚୋରି କରିବ, ସେ ପଲ୍ଲୀରୁ ରାତି ଜଗୁଆଳକୁ ମନ୍ତ୍ରୀ ଅନ୍ୟତ୍ର ନିಯೋଗ କରୁଥିଲେ। ମନ୍ତ୍ରୀଙ୍କୁ ଭାଲୁ ସର୍ଦ୍ଦାର ତା ଲୁଣ୍ଠନରୁ ଅଂଶ ଦେଉଥିଲା। କହିବା ବାହୁଲ୍ୟ, ରାଜାଙ୍କ ପାଖରୁ ବୀର ଭୂୟାଁ ସମ୍ପର୍କରେ ଜାଣିଥିବା ଗୋପନ ସମ୍ବାଦ ସେ ଭାଲୁ ସର୍ଦ୍ଦାରକୁ ଜଣାଇ ଦେଇଥିଲେ। ଭାଲୁ ସର୍ଦ୍ଦାର ଥିଲା ଜଣେ ସମ୍ଭ୍ରାନ୍ତ ଯୁବକ ଏବଂ ତାର ପ୍ରକୃତ ନାମ ଭିନ୍ନ। ରାଜା ତାକୁ ସହାୟତା ଦେଇ ତାର ପିତୃହନ୍ତାକୁ ଦଣ୍ଡିତ କଲେ। ମନ୍ତ୍ରୀ ନିର୍ବାସିତ ହେଲେ। ଭାଲୁ ସର୍ଦ୍ଦାର ଦିନେ ରାଜାଙ୍କ ମୁଖ୍ୟ କଟୁଆଳ ପଦ ମଣ୍ଡନ କଲା। ବିବରଣୀଟି ଏହିଠାରେ ସମାପ୍ତ କରି ବେତାଳ ରାଜାଙ୍କୁ ପ୍ରଶ୍ନ କଲା, ରାଜା, ମୋର କିଛି ପ୍ରଶ୍ନ ଅଛି। ସାଧୁ ବାବା କାହିଁକି ରାଜାଙ୍କ ପ୍ରଶ୍ନ ଏଡ଼ାଇ ଗଲେ? ରାଜା କେତେବେଳେ ଓ କାହିଁକି ମନ୍ତ୍ରୀଙ୍କୁ ସନ୍ଦେହ କରିବାକୁ ଆରମ୍ଭ କଲେ? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ। ଉତ୍ତର ଜାଣି ମଧ୍ୟ ଯଦି ନିରୁତ୍ତର ରହିବ, ତେବେ ତୁମ ଶିର ହେବ ସ୍କନ୍ଧଚ୍ୟୁତ। ମୁହୂର୍ତ୍ତଟିଏ ମଧ୍ୟ ବିଳମ୍ବ ନ କରି ରାଜା ବିକ୍ରମ କହିଲେ, ସାଧୁ ବାବା ରାଜାଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ହିଁ ଦେଇଥିଲେ। ଯେତେବେଳେ ତାଙ୍କ ଶିଷ୍ୟ ଫୁଲ ଗଛଟିର ପତ୍ରରାଶି ମଉଳି ପଡ଼ିଥିବାରୁ ସେ ପତ୍ରରାଶି ଉପରେ ହିଁ ପାଣି ସିଞ୍ଚିବ ବୋଲି କହିଲା ଓ ସାଧୁ ତାକୁ ବିଦ୍ରୂପ କଲେ, ସେ ବୁଝାଇଲେ ଯେ ପାଣି ପ୍ରକୃତରେ ଗଛ ମୂଳରେ ଦେବା ଚାହି। ରାଜା ବୁଝିଲେ, ଶାସନର ମୂଳ କେନ୍ଦ୍ର ହିଁ ରହିଛି ଦସ୍ୟୁ ଧରା ନ ପଡ଼ିବାର ରହସ୍ୟ। ମନ୍ତ୍ରୀଙ୍କ ମନେ ମନେ ଭୟ ଥିଲା, ସାଧୁ କାଳେ ତାଙ୍କ ସମ୍ପୃକ୍ତି କଥା କହିଦେଇ ପାରିବେ କି? କିନ୍ତୁ ତାଙ୍କ ଧାରଣା ଅନୁସାରେ ସାଧୁ ସେ ପ୍ରସଙ୍ଗରେ କିଛି ନ କହିବାରୁ ସେ ଅସ୍ୱାଭାବିକ ଭାବରେ ନିଜ ଖୁସି ବ୍ୟକ୍ତ କଲେ। ଜ୍ଞାନୀ ରାଜାଙ୍କ ଦୁର୍ବଳ ସନ୍ଦେହ ସେତିକି ବେଳେ ପ୍ରବଳ ହେଲା। ପରେ ତ 3ୟ ମୁଦ୍ରାଥଳି ହରଫ କରି ମନ୍ତ୍ରୀ ନିଜ ପ୍ରକୃତି ପ୍ରକଟ କରିଦେଲେ। ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବ ସହ ବେତାଳ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଓହଳି ପଡ଼ିଲା। କାହାଣୀର ଭିତ୍ତି ସୁପ୍ରାଚୀନ ଲୋକକଥାର ନବବିନ୍ୟାସ।